ପ୍ରତ୍ୟେକ ପିଲାଙ୍କୁ ମୋର ୟୁଟ୍ୟୁବ୍ ଚ୍ୟାନେଲ୍ ରିଭଲ୍ୟୁସନ୍ ଇନ୍ ଏଜୁକେସନ୍ 3.0କୁ ସ୍ୱାଗତ କରୁଛି। ପିଲାମାନେ, ଆଜି ଆମେ ଗୋଟିଏ ଚର୍ଚ୍ଚିତ ବିଷୟ ଥାର୍ଡ଼ ରାଉଣ୍ଡ ସିଲେକ୍ସନ୍ର ପରିସମାପ୍ତି ହେବା ପାଇଁ ଯାଉଛି। ୟା ପରେ ୱେଟିଂ ଲିଷ୍ଟ ପାଇଁ ଗାଇଡ଼ଲାଇନ୍ ଆସିଯାଇଛି। ତା ଉପରେ ମଧ୍ୟ ମୁଁ ଭିଡ଼ିଓ ବନେଇଛି। ଯେଉଁମାନେ ଦେଖିନାହଁ ମୋ ୟୁଟ୍ୟୁବ୍ ଚ୍ୟାନେଲ୍କୁ ଯାଇକି ଦେଖିନେବ। ପିଲାମାନେ, ଥାର୍ଡ଼ ସିଲେକ୍ସନ୍ 7 ତାରିଖରେ ସରିଯିବ। ପିଲାମାନେ, ତାପରେ 14ରୁ ୱେଟିଂ ଲିଷ୍ଟର ଆପ୍ଲାଏ ପିଲାମାନେ ଆରମ୍ଭ ହେବ। ମୁଁ ପ୍ରତ୍ୟେକ ପିଲାଙ୍କୁ ମୁଁ ଅନୁରୋଧ କରୁଛି, ପ୍ରତ୍ୟେକ ପିଲା ୱେଟିଂ ଲିଷ୍ଟ ପାଇଁ ଆପ୍ଲାଏ କରନ୍ତୁ। ଯଦି ତୁମର ମନପସନ୍ଦର କଲେଜ ତୁମକୁ ମିଳିନାହିଁ, ପ୍ରତ୍ୟେକ ପିଲା ୱେଟିଂ ଲିଷ୍ଟ ପାଇଁ ଏଲିଜିବୁଲ୍। ଆଉ ଥରେ ଗୋଟେ ନୂଆ ପ୍ରକ୍ରିୟା ଆଣିଛି ସାମ୍ସ, ଯେଉଁଟାକୁ ଆମେ ୱେଟିଂ ଲିଷ୍ଟ ବା ସ୍ପୋର୍ଟ ସିଲେକ୍ସନ୍ ବୋଲି କହୁଛୁ। ପ୍ରତ୍ୟେକ ପିଲା ଏଥିରେ ଆପ୍ଲାଏ ପିଲାମାନେ କରିପାରିବେ। ତୁମର କେତେ ମାର୍କ ଥିଲେ ତୁମର ୱେଟିଂ ଲିଷ୍ଟରେ ସିଲେକ୍ସନ୍ ହେବ, ସେ କଥାକୁ ମୁଁ ଏହି ଭିଡ଼ିଓରେ ପିଲାମାନେ ଆଲୋଚନା କରିବି। ତା ସହିତ ୱେଟିଂ ଲିଷ୍ଟରେ ତୁମର ସେଫ୍ ର୍ୟାଙ୍କ କ'ଣ ରହିବ, ୱେଟିଂ ଲିଷ୍ଟରେ ଆସିବା ପାଇଁ ତୁମର ସେଫ୍ ସ୍କୋର୍ କ'ଣ ରହିବ, ସେ ବିଷୟରେ ପିଲାମାନେ ଆଲୋଚନା କରିବି। ଯେଉଁ ପିଲାମାନେ ୱେଟିଂ ଲିଷ୍ଟରେ ଆପ୍ଲାଏ କରୁଛ, ତୁମର ର୍ୟାଙ୍କ ତୁମ ସବଜେକ୍ଟ ୱାଇଜ୍ କେତେ ର୍ୟାଙ୍କ ଭିତରେ ରହିଲେ ତୁମର ୟୁନିଭର୍ସିଟି ବା ଅଟୋନମସ୍ କଲେଜ ହେଇଯିବ, ବା ସେଫ୍ ସ୍କୋର୍ କେତେ ରହିଲେ ତୁମର ଅଟୋନମସ୍ ବା ଡିଗ୍ରୀ କଲେଜ ହେଇଯିବ, ସେ ବିଷୟରେ ମୁଁ ସବିଶେଷ ପିଲାମାନେ ଭିଡ଼ିଓରେ ଆଲୋଚନା କରିବି। ପିଲାମାନେ, ପ୍ରତ୍ୟେକ ଭିଡ଼ିଓ ପରି ଏ ଭିଡ଼ିଓଟି ନିଶ୍ଚିତ ଭାବରେ ଇଣ୍ଟରେଷ୍ଟିଂ ହେବ, ଇମ୍ପୋର୍ଟାନ୍ସ ରହିବ ବୋଲି ମୁଁ ଆଶା କରୁଛି। ଯଦି ପିଲାମାନେ ମୋ ଭିଡ଼ିଓକୁ ପିଲାମାନେ ଯଦି ତୁମେ ନୂଆ କରି ଆସିଛ ଦେଖିବା ପାଇଁ, ତାହେଲେ ମୋ ଚ୍ୟାନେଲ୍କୁ ସବସ୍କ୍ରାଇବ୍ କରିବ ଏବଂ ଅନ୍ୟ ପିଲାଙ୍କୁ ମୁଁ କହୁଛି ମୋ ଚ୍ୟାନେଲ୍କୁ ଲାଇକ୍ କରିବ ଏବଂ ସାଙ୍ଗ ପିଲାମାନଙ୍କ ସହିତ ସେୟାର କରିବ। ପିଲାମାନେ, ଚାଲନ୍ତୁ ଆମେ ଡେରି କରିବାନି, ଆଲୋଚନା କରିବା ଭିଡ଼ିଓଟିକୁ। ସର୍ବପ୍ରଥମେ ଯଦି ମୁଁ ଆଲୋଚନା କରିବି, ପିଲାମାନେ ତୁମର ଯେଉଁ ୱେଟିଂ ଲିଷ୍ଟର ଯେଉଁ କଟ୍ଅଫ୍ କେତେ ରହିବ, ଏକ୍ସପେକ୍ଟେଡ଼ କଟ୍ଅଫ୍, ସେ ବିଷୟରେ କହିବି। ତୁମର ସେଫ୍ ର୍ୟାଙ୍କ ଆଉ ସେଫ୍ ସ୍କୋର୍ କେତେ ରଖିଲେ ତୁମର ହେଇଯିବ। ବହୁତ ପିଲା ମୋତେ ମେସେଜ୍ କରୁଥିଲେ, ସାର୍ ଆମର ର୍ୟାଙ୍କ ଏତିକି ରହିଛି, ସ୍କୋର୍ ଏତିକି ରହିଛି, ଆମର ୟୁନିଭର୍ସିଟି ଆମକୁ ମିଳିବ କି ନାହିଁ ୱେଟିଂ ଲିଷ୍ଟରେ, ଆଉ ତା ସହିତ ଆମର ସ୍କୋର୍ ଏତିକି ହେଉଛି, ଆମକୁ ମିଳିବ କି ନାହିଁ। ଏ ସବୁ ଗୁଡ଼ାକ ମୁଁ ଆଲୋଚନା ପିଲାମାନେ କରିବି, ୟୁନିଭର୍ସିଟିର ଆଉ ଅଟୋନମସ୍ କଲେଜ ଏବଂ ଡିଗ୍ରୀ କଲେଜର। ତା ସହିତ ଟୋଟାଲ୍ 31,000 ପିଲାରୁ ଥାର୍ଡ଼ ସିଲେକ୍ସନ୍ ମୁଁ ଯାହା ସାମ୍ ସହିତ କଥା ହେଇଥିଲି, ପାଖାପାଖି ଅଧା ପିଲା 50% ପିଲାମାନେ ଆଡ଼ମିସନ୍ କରିଛନ୍ତି। ସେ ବିଷୟରେ ମଧ୍ୟ ମୁଁ ଆଲୋଚନା କରିବି। ଆଉ ପ୍ରତ୍ୟେକ ପିଲାଙ୍କୁ ମୁଁ ଅନୁରୋଧ କରୁଛି, ଭିଡ଼ିଓକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଦେଖ, ସମସ୍ତ ଇନଫର୍ମେସନ୍ ପିଲାମାନେ କ୍ଲିଅର୍ ହେଇଯିବ। ଚାଲନ୍ତୁ ଆମେ ବର୍ତ୍ତମାନ ଦେଖିବା ପିଲାମାନେ, ଯେ ୱେଟିଂ ଲିଷ୍ଟ ପାଇଁ ତୁମର ଯେଉଁ ରହିଛି, ୱେଟିଂ ଲିଷ୍ଟର ଯେଉଁ ରହିଛି ପ୍ରକ୍ରିୟା, CPT ଏଣ୍ଟ୍ରାନ୍ସର ୱେଟିଂ ଲିଷ୍ଟର କଟ୍ଅଫ୍ କେତେ ଯିବ। ପିଲାମାନେ, ତୁମର ମୁଁ ସେକେଣ୍ଡ ସିଲେକ୍ସନ୍ ଯାହା କଟ୍ଅଫ୍ ପିଲାମାନେ ପ୍ରେଡ଼ିକ୍ଟ କରିଥିଲି, ପାଖାପାଖି 70% ପିଲାମାନେ ଟ୍ରୁ ହେଇଥିଲା। ଥାର୍ଡ଼ ସିଲେକ୍ସନ୍ରେ ଯାହା ମୁଁ କଟ୍ଅଫ୍ ଯାହା ପ୍ରେଡ଼ିକ୍ଟ ହେଇଥିଲା, ପାଖାପାଖି 90% ପିଲାମାନେ ଟ୍ରୁ ହେଇଛି। ମୁଁ ବି ଆଶା କରୁଛି ତୁମର ଯେଉଁ ଏଇ କଟ୍ଅଫ୍ଟା ମୁଁ ଦେଉଛି, ବହୁତ ପିଲା ମଧ୍ୟ ମେସେଜ୍ କରିଥିଲେ, ସାର୍ ଆପଣ ଯେଉଁ ଆଗକୁ ୱେଟିଂ ଲିଷ୍ଟ ଆସୁଛି, ଆମେ ଏତିକି ଏତିକି ମାର୍କ ରଖିଛି, ମୋର ହୋଇପାରିବ କି ନାହିଁ, ବହୁତ ପିଲାମାନେ କ୍ୱେଶ୍ଚନ୍ କରୁଥିଲ। ମନ ଭିତରେ ବି କ୍ୱେଶ୍ଚନ୍ ରହିବା ସ୍ୱାଭାବିକ। ମୁଁ ତୁମକୁ ଖାଲି ପିଲାମାନେ କଟ୍ଅଫ୍ ମାର୍କ କହିବିନି, କଟ୍ଅଫ୍ ମାର୍କ ତ ମୁଁ କହିଦେବି ପର ବିଷୟରେ କେତେ କେତେ ରହିବ। ତା ସହିତ ମୁଁ ତୁମର ସେଫ୍ ର୍ୟାଙ୍କ, ଯଦି ତୁମେ ର୍ୟାଙ୍କ ପ୍ରପର୍ ତୁମେ ର୍ୟାଙ୍କ କେତେ ରଖୁଛ ସେ ବିଷୟରେ ମୁଁ କହିବି। ତୁମ ର୍ୟାଙ୍କର ଧର 1000ରୁ 2000 ଭିତରେ ଯଦି ତୁମର ରହୁଛି, ତାହେଲେ ତୁମର କେଉଁ କଲେଜ ହେବ, ଏ ସବୁ ଗୁଡ଼ାକ ମୁଁ ଡିଟେଲ୍ସ ପିଲାମାନେ କହିଦେବି। ୱେଟିଂ ଲିଷ୍ଟ ପାଇଁ ସବୁକିଛି ମୁଁ ଏ ଭିଡ଼ିଓରେ ପିଲାମାନେ ଆଲୋଚନା କରିବି। ପ୍ରଥମ କଥା, ତୁମର ୱେଟିଂ ଲିଷ୍ଟର କଥା ଦେଖିପାରୁଥିବ, ଯେଉଁ CPT ଏଣ୍ଟ୍ରାନ୍ସର ଯେଉଁ ୱେଟିଂ ଲିଷ୍ଟ ପିଲାମାନେ ବାହାରିବ, ଏକ୍ସପେକ୍ଟେଡ଼ ମୁଁଟା ଧରିକି ଚାଲ ପିଲାମାନେ।
कहीं तुमको कहूँ पिला बहु पिला एडमिशन करना पाखापाखि तुम थर्ड सिलेक्शन सुधा 50% पिला एडमिशन होती जहाँ अधिक जांच कलापर जना पड़ा आउ माने एक्जाक्ट एतिकी फिगर एडमिशन हो जाइए आउ अदर पिला स्लाइड रे अछंती स्लाइड प्रक्रिया रे अछंती बाकी एडमिशन नहीं ना कि प्रॉपर 50% पिला एडमिशन पिला माने कर दी 100% मुझे जहाँ डाटा अच्छी एक्जाक्टली से एडमिशन कर सारी है किंतु वर्तमान जो वेटिंग लिस्ट बाहरी आसला प्रत्येक पिला चाहिए अपर कॉलेज को जीवाई किंतु वेटिंग लिस्ट रे कट ऑफ पिला माने गोटे क्रुशियल जिनस ताको आइडेंटिफाई करवा गोटे कष्टकर बेपार कथा भी मुझे कहूँ पिला माने तुम कट ऑफ जदि आम देखा यूनिवर्सिटी प्रथम आलोचना करी यूनिवर्सिटी जदि मुझे कहूँ कट ऑफ जदि प्रेडिक्शन कर टॉप टॉप यूनिवर्सिटी जोटा तुम कहूच तुमर जदि मार्क जदि तुम रखीच तुमर जदि मार्क पिला माने 50 रु 60 भितर तुम अच्छी पिला माने तुम धरिकी चल तुम गोटे भल यूनिवर्सिटी पिला माने हो भल यूनिवर्सिटी हो वेटिंग यूनिवर्सिटी कथा मुझे कहूँ यूनिवर्सिटी तुम जदि मार्क रखीच 50 रु 60 भितर तुम यदि रखुच पिला माने तोर एनी हाउ जो सब्जेक्ट पिला माने हो तुम आराम से यूनिवर्सिटी पिला माने सिलेक्शन आसीजिवो एटा मु कहि भल भल यूनिवर्सिटी विशेषकर टॉप टॉप यूनिवर्सिटी ये तुम एडमिशन आसीजिवो जेमिति मु कहबी रेभेन्सा उत्कल संबलपुर यही सब टॉप टॉप यूनिवर्सिटी रमादेवी ये सब टॉप टॉप यूनिवर्सिटी पिला माने सिलेक्शन तुम हो जदि तुम स्कोर 50 रु 60 भितर पिला माने रही थर्ड सिलेक्शन ले भी हबार यथेष्ट पिला माने पॉसिबिलिटी रही ता सहित मुझे कहबी लोअर लेवल जदि देखा लोअर लेवल जदि यूनिवर्सिटी पिला माने आमे देखा लोअर लेवल यूनिवर्सिटी है लोअर लेवल यूनिवर्सिटी जदि आमे देखा पिला माने तुम जदि स्कोर जदि तुमर जदि रोचे 40 रु 45 भितर जदि पिला माने तुम स्कोर रोचे तुम एनी सब्जेक्ट हो 40 रु 45 भितर तुम स्कोर पिला माने रोचे तुम गोटे निहाती गोटे लोअर लेवल है गोटे यूनिवर्सिटी हबार पिला माने यथेष्ट पॉसिबिलिटी पिला माने रोचे वेटिंग लिस्ट रे पिला माने देख पिला संख्या समान है सबू सामान पिला माने 31,000 सीट 15,000 एडमिशन है फास्ट सिलेक्शन जहाँ कट ऑफ जाइला सेकेंड सिलेक्शन जाइला थर्ड सिलेक्शन जहाँ जाइला वेटिंग लिस्ट रे कट ऑफ कमी था किंतु तुमर जो सबू पिलांकर एप्लाय जो चांसटा देदेला कट ऑफ पिला माने ठीक कमिबो नाही धरिकी चल हायर लेवल यूनिवर्सिटी जो मैंने एप्लाय कर हायर लेवल यूनिवर्सिटी धरिकी चल तुम से 45 रु 50 जदि तुम रखुच गोटे हायर लेवल यूनिवर्सिटी तुम हो मार्क आ जदि लोअर लेवल यूनिवर्सिटी 40 रु 45 जब तुम रखुच गोटे लोअर लेवल यूनिवर्सिटी पिला माने हो भिडियोटा को स्किप करनी मु शेष में कहबी सेफ रैंक कौन रहा है पूरापूरी तुम 100% क्लीयर होपर मु सेफ रैंक कथा पिला माने आलोचना करी आउ पिला माने जो माने चाहूँ ऑटोनोमस कॉलेज मु तुमको कही रखुची जो माने टॉप पिला माने ऑटोनोमस कॉलेज चाहूच है टॉप ऑटो कॉलेज जो माने सब चाहूच से पिला माने मार्क जदि तुम रखिदौच है 30 रु 40 भितर पिला माने जो मानकर स्कोर रही है 30 रु 40 धरिकी चल विशेषकर यहाँ 35 कर 35 रु है 35 रु 40 भितर जो मानकर स्कोर अच्छी तुम धरिकी चल ये वेटिंग सिलेक्शन ले तुम गोटे भल गोटे ऑटोनोमस कॉलेज पिला माने मिल जाव जब तुम 35 रु तुम जदि जो सब्जेक्ट हो आर्ट्स हो साइंस हो तुम जब ऑटोनोमस कॉलेज तुम पढ़ाई चाहूँ जब 35 रु 40 भितर रोचे तार गोटे तुम निहाती भाव में तुमको गोटे 100% तुमको मु सबू कॉलेज रो कट ऑफ एनालिसिस कला परे फर्स्ट सेकेंड थर्ड ये कट ऑफ पिला माने दउची एटा को मु तयारी करिया पई मते पाखापाखी 5 रु पिला माने 5 to 6 आवर पिला माने टाइम लागिची आ बहुत कष्ट होची पिला माने ए वीडियो को प्रस्तुत करिया पई बहुत माने इंडिविजुअल यूनिवर्सिटी साइट को जाई मध्य विजिट करिया पई पडुची सेत पई तमरो सब्सक्राइब आ लाइक निहाती पिला माने आवश्यक मते मोटिवेशन दबो आ मते एमती आगो को वीडियो करिया पई पिला माने प्रेरणा जोगेब पिला माने से जहाँ हो तुम यदि टॉप ऑटोनोमस कॉलेज रे पढ़ाई चाहूच ताल तुम यदि 35 रु 40 मार्क अच्छी निहाती भाव में टॉप ऑटोनोमस होमती कि टॉप ऑटोनोमस गुड़ाक जो एफएम है तापर हूँ बीजेबी है बीजेबी एफएम बीजेपी तापर हूँ ग्राम बक्सी जगमत ऑटोनोमस कॉलेज कहते
ତା ସହିତ ଆହୁରି ମଧ୍ୟ ପିଲାମାନେ ଭଲ ଭଲ କଲେଜ ସବୁ ଟପ୍ କଲେଜ ରହିଛି ପିଲାମାନେ ଯେମିତିକି ତୁମର ରହୁଛି ଅଦର କଲେଜରୁ ଯେଉଁ ରହୁଛି ସେଇଟା ମଧ୍ୟ ସେଇ କଟ୍ ଅଫ୍ ସେମିତି 35ରୁ ପିଲାମାନେ 40 ଭିତରେ ପିଲାମାନେ ଲାଏ କରିବ ହେଲା, ଯେଉଁଟା ଟପ୍ ଅଟୋନମସ୍ କଲେଜ କଥା ମୁଁ କହୁଛି ହେଲା। ଆଉ ତା ସହିତ ଆମେ ଦେଖିବା ପିଲାମାନେ କଟ୍ ଅଫ୍ କ'ଣ ଲାଏ କରିବ ଦେଖିବା। ତାପରେ ମୁଁ ପିଲାମାନେ ସେଫ୍ ର୍ୟାଙ୍କ କହିବି ହେଲା। ବର୍ତ୍ତମାନ କଟ୍ ଅଫ୍ଟା ଖାଲି କହୁଛି, ଯେଉଁଟା ହେଉଛି ଲୋୟର ଲେବୁଲ୍ ହେଲା, ଲୋୟର ଲେବୁଲ୍ ଅଟୋ କଲେଜ ଯେଉଁଟାକ ହେଲା, ତାହାର କଟ୍ ଅଫ୍ ପିଲାମାନେ ତୁମେ ଧରିକି ଚାଲ। ଯେଉଁଟା ଲୋୟର ଲେବୁଲ୍ ଯେଉଁ କଲେଜ ଗୁଡ଼ାକ ତାର କଟ୍ ଅଫ୍ ପିଲାମାନେ ତୁମେ ଧରିକି ଚାଲ ହେଲା। ତୁମେ ଧରିକି ଚାଲ ଯେ 30ରୁ ହେଲା 35 ଭିତରେ ପିଲାମାନେ ଯିବ। ତୁମେ ଯେଉଁ ସବଜେକ୍ଟ ପିଲାମାନେ ହୁଅ, ତୁମେ ଯଦି ଲୋୟର ଲେବୁଲ୍ ତୁମେ ଅଟୋନମସ୍ରେ ଚାହୁଁଛ ତାହେଲେ 30ରୁ 35 ଯିବ। ସେମିତି ପିଲାମାନେ ସବଜେକ୍ଟ ଟୁ ସବଜେକ୍ଟ ଭେରି କରେ, ମୁଁ ଜାଣିଛି। ମୁଁ ଆପରେ ତୁମକୁ ସେଫ୍ ର୍ୟାଙ୍କ ଆଉ କହିବି, ସେ ବିଷୟରେ ତୁମେ ସମ୍ପୂର୍ଣ୍ଣ ଭାବରେ ବୁଝିପାରିବ। ଏଇଟା କଟ୍ ଅଫ୍ଟା କହିଲି, ଖାଲି କଟ୍ ଅଫ୍ରୁ ତୁମେ ଆଇଡେଣ୍ଟିଫାଏ କରିପାରିବନି। ତୁମେ ଏକ୍ସପେକ୍ଟେଡ଼ କଟ୍ ଅଫ୍ ଜାଣିଲ, ତାପରେ ଏକ୍ସପେକ୍ଟେଡ଼ ତୁମେ ର୍ୟାଙ୍କ ଜାଣିଲେ ତୁମେ 100% ପିଲାମାନେ କ୍ଲିୟର ହେଇଯିବ ଯେ ୱେଟିଂ ଲିଷ୍ଟରେ କେତେ କ'ଣ ଯିବ ହେଲା। ଲୋୟର ଲେବୁଲ୍ ଅଟୋନମସ୍ ପାଇଁ ତୁମେ ଧର 30ରୁ 35 ଭିତରେ ରଖିଲେ ତୁମର ନିହାତି ଭାବରେ ପିଲାମାନେ ସିଲେକ୍ସନରେ ଆସିବ। ସେମିତି ଯଦି ଆମେ ଦେଖିବା ଡିଗ୍ରୀ କଲେଜ, ପିଲାମାନେ ଡିଗ୍ରୀ କଲେଜ ସେମିତି କିଛି କହିହେବନି। ଯଦି ଆମେ ଦେଖିବା ଡିଗ୍ରୀ କଲେଜ ପାଇଁ ଯଦି ଆମେ ଦେଖିବା, ତୁମେ ଧରିକି ଚାଲ ଯେଉଁମାନେ 20ରୁ ହେଲା 20ରୁ 22 ଭିତରେ ଯେଉଁମାନେ ରଖୁଛନ୍ତି ସେମାନଙ୍କ ପାଇଁ ଗୋଟେ ଭଲ ଡିଗ୍ରୀ କଲେଜ ପିଲାମାନେ ମିଳିଯିବାର ଯଥେଷ୍ଟ ଚାନ୍ସ ପିଲାମାନେ ରହିଛି। ଏଇଟା ପିଲାମାନେ କଟ୍ ଅଫ୍, କାହିଁକି କଟ୍ ଅଫ୍ ଏତେ ପିଲାମାନେ ଯେତିକି ପିଲାମାନେ କଟ୍ ଅଫ୍ ଯେତିକି ଆମର ଯାଇଛି, ଯେଉଁ ହାରରେ ପିଲାମାନେ ଆମର କଟ୍ ଅଫ୍ ଯାଇଛି ହେଲା, ଯେଉଁ ହାରରେ ଯାଇଛି କଟ୍ ଅଫ୍, ସେ ହାରରେ ପିଲାମାନେ ଏତେ ପିଲାମାନେ କଟ୍ ଅଫ୍ କମିବ ନାହିଁ। କାହିଁକି କମିବନି ମୁଁ କହୁଛି ନା, ଏଥର ଯେଉଁ ଅଲ୍ ପିଲାଙ୍କୁ କ'ଣ କଲା ନା, ଅଲ୍ ପିଲାମାନେ ପାର୍ଟିସିପେଟ୍ କରିପାରିବେ। ଯେଉଁ ତୁମର ଯେଉଁ ଆସିଲା ଯେଉଁ ତୁମର ୱେଟିଂ ଲିଷ୍ଟ ହେଲା, ଯେହେତୁ ଅଲ୍ ପିଲା ପାର୍ଟିସିପେଟ୍ କରିବେ, ସବୁ ପିଲା ଚାହିଁବେ ଉପରକୁ ଯିବା ପାଇଁ। ବର୍ତ୍ତମାନ ସୁଦ୍ଧା 50% ପିଲା ଆଡ଼ମିସନ୍ ହେଇଛନ୍ତି, ଆହୁରି 50% ପିଲା ଯେହେତୁ ଅଛନ୍ତି, କମ୍ପିଟିସନ୍ ତ ନିହାତି ହେବ। କିନ୍ତୁ ଯେତେ ଫାର୍ଷ୍ଟ ସେକେଣ୍ଡ ଥାର୍ଡ଼ ଯେତିକି କଟ୍ ଅଫ୍ ପିଲାମାନେ ଯାଇଥିଲା, ଅବଭିୟସ୍ଲି କଟ୍ ଅଫ୍ ଟିକେ ଡିକ୍ରିଜ୍ କରିବ, କିନ୍ତୁ ଏତେ ବି ଡିକ୍ରିଜ୍ କରିବ ନାହିଁ, ମନେ ରଖିଥାଅ। ଫାର୍ଷ୍ଟ ସେକେଣ୍ଡ ଥାର୍ଡ଼ ସିଲେକ୍ସନ୍ ଯେତିକି ଯାଇଲା କଟ୍ ଅଫ୍, ତାଠାରୁ ଅଳ୍ପ ସାମାନ୍ୟ ଡିକ୍ରିଜ୍ କରିବ, ନୁହେଁ କି ଏତେ ପିଲାମାନେ ଡିକ୍ରିଜ୍ କରିବ। ତୁମେ ଆକ୍ଚୁଆଲି ଜାଣିବା ପାଇଁ ମୁଁ ତୁମକୁ ମେଥଡ଼ କହୁଛି କେତେ କ'ଣ କମିବ। ତୁମର ମାର୍କ, ତୁମ ଇଣ୍ଡିଭିଜୁଆଲ୍ ସବଜେକ୍ଟ ପିଲାମାନେ ରହିଛି ହେଲା, ତୁମର ଯେଉଁ ଇଣ୍ଡିଭିଜୁଆଲ୍ ଯେଉଁ ସବଜେକ୍ଟ ପିଲାମାନେ ରହିଛି, ତୁମେ ତୁମ ସବଜେକ୍ଟରେ ମାର୍କ କରିବ। ଯେ ଇଣ୍ଡିଭିଜୁଆଲ୍ ସବଜେକ୍ଟରେ ତୁମେ ଦେଖୁଛ ଗୋଟେ ୟୁନିଭର୍ସିଟି ପାଇଁ ପିଲାମାନେ ତୁମ ମାର୍କରୁ ଗୋଟେ ୟୁନିଭର୍ସିଟି ପାଇଁ ପିଲାମାନେ 2 ମାର୍କର ଗ୍ୟାପ୍ ରହିଛି ସେ ୟୁନିଭର୍ସିଟି, ତାହେଲେ ନିହାତି ଭାବରେ ଥାର୍ଡ଼ ସିଲେକ୍ସନ୍ ବା ଲାଷ୍ଟ ଫେଜ୍ଟା ହେଇଯିବ। ତୁମେ ଯଦି ମୁଁ କହୁଛି 5 ମାର୍କର ଗ୍ୟାପ୍ ଅଛି ୟୁନିଭର୍ସିଟିରେ, ତାହେଲେ ମୁଁ କହିପାରିବି ଯେ ସେକେଣ୍ଡ ଫେଜ୍ ଦ୍ୱାରା ତୁମର ବି ହେଇଯିବାର ଚାନ୍ସ ପିଲାମାନେ ରହୁଛି। ବୁଝିପାରିଲ? ଯେ ତୁମର ମାର୍କର ଗ୍ୟାପ୍ ଧର 2 ମାର୍କ 3 ମାର୍କ 5 ମାର୍କ ଭିତରେ ପିଲାମାନେ ରହୁଛି ହେଲା, ତାହେଲେ ତୁମେ ଧରିକି ଚାଲ ତୁମର ସେକେଣ୍ଡ ଫେଜ୍ ସୁଦ୍ଧା ହେଲା, ତୁମର ନିହାତି ଗୋଟେ ତୁମକୁ ମିଳିଯିବ ଗୋଟେ ଭଲ ୟୁନିଭର୍ସିଟି ପିଲାମାନେ ମିଳିଯିବ ହେଲା। ସେମିତି ଯଦି ଆମେ ଧରିକି ଚାଲିବା, ଦେଖ ମୁଁ ପ୍ରତ୍ୟେକ ଫାର୍ଷ୍ଟ ସିଲେକ୍ସନ୍ରେ ମୁଁ ମଧ୍ୟ କଟ୍ ଅଫ୍ କହିଥିଲି, ସେକେଣ୍ଡ ସିଲେକ୍ସନ୍ରେ କହିଲି, ଥାର୍ଡ଼ ସିଲେକ୍ସନ୍ରେ କହିଥିଲି, କିନ୍ତୁ ଆମର କଥା ପାଖାପାଖି 100% କାହିଁକି ଟ୍ରୁ ହେଲାନି ନା, ସେ 100% ପିଲାଙ୍କୁ ଦେଲାନି। ଅଳ୍ପ ଅଳ୍ପ ପ୍ରତ୍ୟେକ ସିଲେକ୍ସନ୍ ପାଇଁ ସେ ପିଲା ରଖିଲା। ଫାର୍ଷ୍ଟ ସିଲେକ୍ସନ୍ରେ ସବୁ ପିଲାଙ୍କୁ ସେ ଦେଲାନି, ସେକେଣ୍ଡ ସିଲେକ୍ସନ୍ରେ ସବୁ ପିଲାଙ୍କୁ ଦେଲାନି, ସିଟ୍ ସବୁ ଭ୍ୟାକେଣ୍ଟ ରଖିଲା, ଥାର୍ଡ଼ ସିଲେକ୍ସନ୍ରେ ବି ସବୁ ପିଲାଙ୍କୁ ଦେଲାନି, ସିଟ୍ ଭ୍ୟାକେଣ୍ଟ ରଖିଲା। ଏମିତି ସିଟ୍ ବାରମ୍ବାର ଭ୍ୟାକେଣ୍ଟ ରହିବା ଯୋଗୁଁ ଆମେ ଯାହା ପ୍ରେଡ଼ିକ୍ସନ୍ କରୁଛନ୍ତି ସେଇଟା ସେ ଯାଉନାହିଁ ବା ଅଳ୍ପ ସ୍ୱଳ୍ପ ସେଇ ପାଖାପାଖି ଯାଉଛି। କିନ୍ତୁ ପିଲାମାନେ ମୁଁ ତୁମକୁ କହୁ, ଦେଖ ଏଇଟା ପୁରା ଲାଷ୍ଟ ଫେଜ୍ ପାଇଁ ମୁଁ କଟ୍ ଅଫ୍ ପୁରା କହିଦେଲି। ଲାଷ୍ଟ ଫେଜ୍ ତୁମ ଯଦି ୟୁନିଭର୍ସିଟି ପାଇଁ ଯଦି 5 ମାର୍କ ତୁମ ମାର୍କରେ ଗ୍ୟାପ୍ ରହୁଛି, ତୁମ ଯେକୌଣସି ୟୁନିଭର୍ସିଟି ସେକେଣ୍ଡ ଫେଜ୍ ସୁଦ୍ଧା ପିଲାମାନେ ତୁମର ହେଇଯିବାର ଚାନ୍ସ ରହିଛି, ଅପର ହଉ ଲୋୟର ହଉ ହେଲା। ସେମିତି ଅଟୋନମସ୍ କଲେଜ ପାଇଁ ଯଦି ଆମେ ପିଲାମାନେ କହିବା, ଅଟୋନମସ୍ ପାଇଁ କଲେଜରେ ଯଦି ତୁମର 7ରୁ ହେଲା 8 ମାର୍କ ହେଲା, 7ରୁ 8 ମାର୍କ ଯଦି ତୁମର ଗ୍ୟାପ୍ ପିଲାମାନେ ରହୁଛି, ତାହେଲେ ତୁମେ ଧରିକି ଚାଲ ତୁମର ଲାଷ୍ଟ ରାଉଣ୍ଡ ସୁଦ୍ଧା ସେକେଣ୍ଡ ଫେଜ୍ ସୁଦ୍ଧା ତୁମକୁ ଗୋଟେ ଭଲ କଲେଜ ପିଲାମାନେ ମିଳିଯିବ ହେଲା। ଅଟୋନମସ୍ କଲେଜ, ଭଲ ଅଟୋନମସ୍ କଲେଜ ପିଲାମାନେ ମିଳିଯିବ। ସେଠି ଯଦି ଦେଖିବା ତୁମର ଯେଉଁ ଡିଗ୍ରୀ କଲେଜ ପାଇଁ ଯଦି ତୁମର 10 ମାର୍କର ପିଲାମାନେ ଗ୍ୟାପ୍ ରହୁଛି ହେଲା, 10 ମାର୍କ ଯଦି ଗ୍ୟାପ୍ ରହୁଛି, ତାହେଲେ ନିହାତି ଭାବରେ ତୁମର ଯେଉଁ ସେକେଣ୍ଡ ଫେଜ୍ ଆସିବନି, 14 ପରେ ତୁମର ୱେଟିଂ ଲିଷ୍ଟ ଆପ୍ଲାଏ, ତାପରେ ଯେଉଁ
तुमर जो सेकेंड फेज आसो तार गाइडलाइन आइले मुझे जनइबी से तुम होबार यथेष चान्स रोचे 10 मार्क भाया गैप रोचे पिला माने एबे मु आलोचना करी तुम सेफ रैंक तुम सेफ रैंक कौन रही मुझे तो कटअप कहीदेली कटअप प्रेडिक्शन तुम करदेली या कटअप प्रेडिक्शन हम बा एतिक मार्क जीव है सब्जेक्ट टू सब्जेक्ट आउ क्वेश्चन लेवल देखिए भेरी करें मुझे एक्जाक्ट तो कहीपरि मुझे साइंटिफिकाली गोटे कहली सब यूनिवर्सिटी की साइट को विजिट करी तुम यदि एतिक रखीच ताल यू आर इन सेफ जोन है आम सेम देखा तुम सेफ रैंक पिला माने कौन रहिबो है एबे आम देखा जे तुम सेफ रैंक पिला माने कौन रहिबो तुम यूटू तुम प्रेडिक्शन कर पिला माने आम एबे आलोचना करवा जे वेटिंग लिस्टर सेफ रैंक कौन रहिबो मु तुमको पूर्व वीडियो परी ये वीडियो में मु कही तुम रैंक पिला माने कौन रहिबो कहीं मु जो फास्ट राउंड है सेकेंड राउंड रे मु आलोचना करी जे केते कौन पिला माने तुमर सेफ रैंक कौन मु आलोचना करी अन्य वीडियो भी मोर सेफ रैंक रे तुम माने देखिथिबो है मु तुम गोटे कथा कहूली मुझे टोटाल पूरा मु प्रेडिक्शन करी तुम लिस्ट के अनुजाई मु प्रेडिक्शन करी सेटा भी ओनली भी है फाइनाल प्रेडिक्शन होता पिला माने देख मु तुम गोटे कथा कहूँ तुम किसी पिला मते मेसेज करथुलो सार आपण कहितिले जे बड़ बड़ कॉलेज जोड़ा सब रही माने बेसी बेसी सीट जोड़ा अच्छी धर सपोज मुझे कह गोटे पॉलिटिकल साइंस है पॉलिटिकल साइंस जो गोटे सब्जेक्ट सेठी पाखापाखि देख तुम 600 भाया पिला माने कौन रोच यूनिवर्सिटी सीट रोच तुम कह सार आम 600 रखीचु कहीं आम यूनिवर्सिटी होनी आम सार 300 भितर मोर रैंक था कहीं पिला माने तो मोर है सार यूनिवर्सिटी तो मन को क्वेश्चन आसतु किंतु पिला माने मु तुमको कहूँ तुम जो मानकर भी बड़ बड़ सब्जेक्ट जोड़ाक अच्छी विशेष करी तमर हूँ पॉलिटिकल साइंस इकोनॉमिक्स ओडिया है इंग्लिश ता सहित हिस्ट्री है ता सहित आहुरी कौन बड़ सब्जेक्ट पिला माने रोचे ये जो सब्जेक्ट अच्छी बड़ बड़ सीट अच्छी जोटा कि आम स्कूल सब्जेक्ट बोली कहूँ है ये जो सब्जेक्टर सीट गुड़ाक पिला माने अधिक थाए प्रत्येक यूनिवर्सिटी रे सीट गुड़ा सब अधिक थाए यही पिला मानक मु कहितली पिला माने तमरो देखिबो तमरो लास्ट सिलेक्शन सुधा बा सेकेंड फेज सुधा मुझे सेकेंड फेज सुधा न कले पिला माने हबोनी सेकेंड फेज सुधा जो मानकर पिला माने 500 भलिया पिला माने रैंक रहिछि हला 500 पाखापाखि पिला माने रैंक तो मानक रहिछि 450 रु 500 भलिया पिला माने रैंक रहिछि टोटाल मुझे कहूँ जी एससी एसटी क्लास ले भी अलग कथा 600 पिला भी हो जापे कि तुम धरिकी तार जनरल कैटेगरी पिला जब तार रैंक 5 भितर पिला माने अच्छी ताको निहाती ना निहाती पिला माने ताको मिलिजिवो निहाती भाव मिलिजिवो सेकेंड फेज सुधा मु कही यापर वेटिंग पर आसीबो सेकेंड फेज निहाती भाव में ताको पिला माने मु कहूँ यूनिवर्सिटी रे तार 100% हम हुए तो भल रैंक थे 1 रु तुमर हूँ 200 भितर थे गोटे भल यूनिवर्सिटी मिलता 200 रु आणिकी अच्छी मैंने गोटे लोअर लेवल यूनिवर्सिटी मिल किंतु तुम धरिकी चल जो मान रैंक पिला माने 500 अच्छी ताको यूनिवर्सिटी मिल बहुत पिला कहते सर आमको यूनिवर्सिटी आम किसी कॉलेज सीट पारे अरे कॉलेज सीट कहीं दि जाए तुम तो 50% पिला एडमिशन होती 3 राउंड सिलेक्शन गला बुझीपार कि ना सीट तो सब गवर्नमेंट बर्तमान रखुची साम्स रखुची सीट तो फिलअप कर पारना पिला तार भूल भाल कर भल जगह एडमिशन होना बोली कई एडमिशन होना से तो पुणी तुम रिभाइज हो पिला माने आसला बुझीपार ना नाई तुम हूँ कौन सीट पिला माने सब कौन मुझे कहूँ देख 50% सीट बर्तमान भैकेंट अच्छी तुम यूनिवर्सिटी सीट सब बर्तमान भी फिलअप होनी तुम जदि भी 500 भाया तुम रैंक रोचे तुम मुझे कहीपर 100% पिला माने तुम सिलेक्शन हम यूनिवर्सिटी हो लोअर लेवल यूनिवर्सिटी हो बा हायर लेवल यूनिवर्सिटी हो है जो मैंने बड़ बड़ सब्जेक्ट मुझे कहली है तापर पिला माने आम ए आलोचना करवा साइंस आर्ट्स कथा कहली एवं साइंस कथा पिला माने टिके आलोचना करवा ता सहित जो आर्ट्स रो है जो छोट छोट जो सब्जेक्ट अच्छी तो से विषय पिला माने आलोचना करवा पिला माने जोटा सब छोट छोट सब्जेक्ट जमीक तुम कहीपर आम फिजिक्स है केमिस्ट्री बोटानी है जोलोजी है मैथमेटिक्स है ये जो सब्जेक्ट पिला माने साइंस सब्जेक्ट रहिला या देहर जो तुम रैंक पिला माने तुम जदि 300 भितर पिला माने रैंक रोचे
ମୁଁ ତୁମକୁ କହିଦେବି 100% ତୁମର ୟୁନିଭର୍ସିଟି ହେବାର ପିଲାମାନେ ଯଥେଷ୍ଟ ପସିବିଲିଟି ରହିଛି। ଯେଉଁମାନଙ୍କ 300 ଭିତରେ ର୍ୟାଙ୍କ ରହୁଛି ହେଇନାହିଁ ୟୁନିଭର୍ସିଟି, 150 200 ଭିତରେ ର୍ୟାଙ୍କ ପିଲାଙ୍କର ବି ହେଇନି ୟୁନିଭର୍ସିଟି ହେଇନି, କିନ୍ତୁ ତୁମର ଟୋଟାଲ୍ ସିଟ୍ ଫିଲ୍ଅପ୍ ହେଲା ବେଳକୁ ତୁମର ନିହାତି ଭାବରେ ୟୁନିଭର୍ସିଟି ହେବ। ମୋ କମେଣ୍ଟ ବକ୍ସରେ ସେତେବେଳେ ଆସି କହିବ ସାର୍ ୟେସ୍ ସାର୍ ଆପଣ ଠିକ୍ କଥା କହୁଥିଲେ। ବର୍ତ୍ତମାନ 50% ଦିଆହେଇଛି, ଆହୁରି 50% ବାକି ଅଛି ହେଲା। 300 ଭିତରେ ତୁମେ ଯଦି ରଖୁଛ ତାହେଲେ ନିହାତି ଭାବରେ ସାଇନ୍ସ ସବଜେକ୍ଟ ଗୁଡ଼ାକ ହେଲା, ତା 300 ଭିତରେ ରଖୁଛ ତାହେଲେ ନିହାତି ଭାବରେ ତୁମର ୟୁନିଭର୍ସିଟି ପିଲାମାନେ ସିଲେକ୍ସନ୍ ହେବ। ବୁଝିପାରିଲ ମୁଁ କ'ଣ କହିଲି? ତୁମର ଆର୍ଟ୍ସ ସବଜେକ୍ଟ ଯେଉଁଟା ବଡ଼ ବଡ଼ ଯେଉଁଟା ଆର୍ଟ୍ସ ସବଜେକ୍ଟ ଅଛି, ତୁମେ ର୍ୟାଙ୍କ ଯଦି ପିଲାମାନେ ରହିଛି 600 ଭଳିଆ ତୁମର ଯଦି ର୍ୟାଙ୍କ ରହିଛି ତାହେଲେ ତୁମର ୟୁନିଭର୍ସିଟି ପିଲାମାନେ ହେବ। ସେମିତି ଆର୍ଟ୍ସ ସବଜେକ୍ଟ ଯେଉଁଟା ସବୁ ଛୋଟ ଛୋଟ ଯେଉଁଟା ସବୁ ଯେମିତି ରହିଛି ତୁମର ହେଉଛି ସାଇକୋଲୋଜି ହେଲା, ସୋସିଓଲୋଜି, ଏଜୁକେସନ୍ ହେଲା, ଆଉ ସେମିତି ତୁମର ଆହୁରି ଛୋଟ ଛୋଟ ସବଜେକ୍ଟ ଯେଉଁଟା ସବୁ ଅଛି ଆନ୍ଥୋପୋଲୋଜି, ଏମିତି ସବୁ ଯେଉଁ ସବଜେକ୍ଟ ଗୁଡ଼ା ସବୁ ପିଲାମାନେ ରହିଛି ତାର ମଧ୍ୟ ପିଲାମାନେ ଯଦି ତୁମ 300 ର୍ୟାଙ୍କ ପିଲାମାନେ ରଖୁଛ ସେଠି ମଧ୍ୟ ତୁମର ବହୁତ ଗୁଡ଼ା ହୋପ୍ ଅଛି ତୁମର ହେଇଯିବାର, କ'ଣ ହେଇଯିବାର ଅଛି ୟୁନିଭର୍ସିଟି ହେଇଯିବାର ପିଲାମାନେ ଅଛି। ବୁଝିପାରିଲ? ସେମିତି ସାଇନ୍ସ ସବଜେକ୍ଟ କଥା ମଧ୍ୟ ମୁଁ ବି କହିଦେଲି କ୍ଲିଅର୍ ଭାବରେ, ସାଇନ୍ସ ସବଜେକ୍ଟ କଥା ମୁଁ ମଧ୍ୟ କହିଦେଲି। ସାଇନ୍ସ ପିଲା ଯେଉଁମାନେ 300 ର୍ୟାଙ୍କ ପିଲାମାନେ ରଖିଛ ତୁମର ଏବେ ସିନା ହେଇନି କିନ୍ତୁ ୟୁନିଭର୍ସିଟି ହେବ ଲାଷ୍ଟ ଫେଜ୍ ସୁଦ୍ଧା ଧରିକି ଚାଲ, ତୁମେ ସେଫ୍ ଭିତରେ ପିଲାମାନେ ରହିଛ। ଯଦି ସେମିତି ଆମେ ଦେଖିବା ଯେଉଁ ପିଲାମାନଙ୍କର ପିଲାମାନେ ଦେଖ ଯେଉଁ ପିଲାମାନଙ୍କର ର୍ୟାଙ୍କ ଯଦି ତୁମେ ଦେଖୁଥିବ ଯେଉଁ ପିଲାମାନଙ୍କର ର୍ୟାଙ୍କ ପିଲାମାନେ 1000 ଭିତରେ ରହିଛି ହେଲା, 1000 ପିଲା ଭିତରେ ରହିଛି ହେଲା, ଯଦି ଆମେ କହିବା 1000ରୁ ଆରମ୍ଭ କରିକି ପିଲାମାନେ 1500 ଭିତରେ ରହିଛି ହେଲା, 1000ରୁ 1500 ଯେଉଁଟା ବଡ଼ ବଡ଼ ସବଜେକ୍ଟ ବିଶେଷ କରି 1000ରୁ 1500 ଭିତରେ ଯେଉଁମାନେ ରହିଛି ଯେଉଁଟା ବଡ଼ ବଡ଼ ସବଜେକ୍ଟ ସେଇଟା ନିହାତି ଭାବରେ ଆମେ ଦେଖିବା ଅଟୋନମସ୍ କଲେଜ ପିଲାମାନେ ହେଇଯିବ ହେଲା। ବଡ଼ ବଡ଼ ସବଜେକ୍ଟ ଯୋଡ଼ାକ 1000ରୁ 1500 ଭିତରେ ଅଧିକା ସିଟ୍ ଅଛି, 1000ରୁ 1500 ଭିତରେ ଯଦି ରହୁଛି ନିହାତି ଭାବରେ ତୁମର ଗୋଟେ 1500 ନୁହେଁ ଏଇଟା କରିଦିଅ ହେଉଛି 1600 କରିଦିଅ, 1500 1600 ଭିତରେ ରହୁଛି ବଡ଼ ବଡ଼ କଲେଜ ଯୋଉଟା ବଡ଼ ବଡ଼ ଯେଉଁ ସବଜେକ୍ଟ ତାର ନିହାତି ଭାବରେ ତୁମର ଅଟୋନମସ୍ କଲେଜ ପିଲାମାନେ ହେଇଯିବ। ଆଉ ଯେଉଁଟା ସବୁ ଛୋଟ ଛୋଟ ସବୁ ସବଜେକ୍ଟ ଯୋଉଟାକୁ ମୁଁ କହୁଛି ସାଇନ୍ସ ସବଜେକ୍ଟ ବା ଆଉ ଛୋଟ ଛୋଟ ଆର୍ଟ୍ସରେ ଯେଉଁ ଛୋଟ ଛୋଟ ସବଜେକ୍ଟ ଗୁଡ଼ାକ ଅଛି ତୁମର ଯଦି ପିଲାମାନେ ର୍ୟାଙ୍କ ଯଦି ତୁମର ସେଇ ଦେଖ ତୁମର ଯଦି 300 ପାଖରୁ ଆରମ୍ଭ କରିକି ହେଲା ତୁମର ଯଦି ପାଖାପାଖି ତୁମର ହେଉଛି 800 ଭଳିଆ ରଖିଛ ହେଲା, ତାହେଲେ ତୁମକୁ ମୁଁ କହୁଛି ତୁମର ଛୋଟ ଛୋଟ ସବଜେକ୍ଟ ଯୋଡ଼ାକ 800 ଭିତରେ ଯଦି ତୁମର ର୍ୟାଙ୍କ ରଖୁଛ ତାହେଲେ ତୁମର ବି ଅଟୋନମସ୍ କଲେଜ ପିଲାମାନେ ହେଇଯିବ। ସେକେଣ୍ଡ ଫେଜ୍ ସୁଦ୍ଧା ତୁମର ଅଟୋନମସ୍ ଭଲ ଟପ୍ ଅଟୋନମସ୍ କଲେଜ ପିଲାମାନେ ହେଇଯିବ ନିହାତି ଭାବରେ। ଯଦି ତୁମେ ଦେଖୁଛ ତାପରେ ଯଦି ଦେଖୁଛ ଲୋୟର ଲେବୁଲ୍ ଅଟୋନମସ୍ କଲେଜ ଯଦି ପିଲାମାନେ ତୁମେ ଆଶା କରୁଛ ତାହେଲେ ଧରିକି ଚାଲ ପିଲାମାନେ 900 ପାଖରୁ ଆରମ୍ଭ କରିକି ହେଲା 1400 ବା 1300 ଭିତରେ ଯେଉଁମାନେ ଛୋଟ ଛୋଟ ସବଜେକ୍ଟର ଅଛି ତାଙ୍କର ମଧ୍ୟ ଲୋୟର ଲେବୁଲ୍ ଅଟୋନମସ୍ କଲେଜ ହେଇଯିବ ହେଲା ବୋଲି ଆମର ଯାହା ଆଶା ଆଉ ବିଶ୍ୱାସ। ଯଦି ସେମିତି ଆମେ ଦେଖିବା ଡିଗ୍ରୀ କଲେଜ କଥା ପିଲାମାନେ କହି ରଖିବି, ଯେଉଁମାନେ ଡିଗ୍ରୀ କଲେଜ ଆଶା କରୁଛ ହେଲା ସେମାନେ 1700 ପାଖରୁ ଆରମ୍ଭ କରିକି ହେଲା 3000 ପ୍ଲସ୍ ପର୍ଯ୍ୟନ୍ତ ଯେତିକି ପିଲାମାନେ ସବୁ ରହିଛନ୍ତି ୱେଟିଂ ଲିଷ୍ଟରେ ତାଙ୍କର ସେକେଣ୍ଡ ଫେଜ୍କୁ ପିଲାମାନେ ସବୁ ଆସିବ, ତାଙ୍କର ସବୁ ଡିଗ୍ରୀ କଲେଜ ପିଲାମାନେ ହେଇଯିବ ହେଲା। ଯେଉଁମାନେ 1700 ପାଖରୁ 3000 ଭିତରେ ଯେଉଁମାନଙ୍କର ର୍ୟାଙ୍କ ରହୁଛି 3000 ପ୍ଲସ୍ ସେମାନଙ୍କ ସବୁ ଡିଗ୍ରୀ କଲେଜରେ ସିଲେକ୍ସନ୍ ପିଲାମାନେ ହେବ। ମୁଁ ପ୍ରତ୍ୟେକ ପିଲାଙ୍କୁ କହି ରଖୁଛି ବ୍ୟସ୍ତ ହେବାର କିଛି ଇଏ ନାହିଁ, ପ୍ରତ୍ୟେକ ପିଲାଙ୍କର ଆଡ଼ମିସନ୍ ହେବ। କାହିଁକି ମୁଁ କହୁଛି ଆଡ଼ମିସନ୍ ହେବ, ତୁମର ବର୍ତ୍ତମାନ 50% ସିଟ୍ ପିଲାମାନେ ଫୁଲ୍ କରାଯାଇଛି, ଆହୁରି 50% ପିଲାମାନେ ସିଟ୍ କ'ଣ ହେଉଛି ନା ପିଲାମାନେ ଭେକେଣ୍ଟ ଅଛି ହେଲା। ତୁମେ ବର୍ତ୍ତମାନ ବି ଆଡ଼ମିସନ୍ ପ୍ରକ୍ରିୟା ପିଲାମାନେ ଅଧାରେ ରହିଛି ହେଲା, ସମ୍ପୂର୍ଣ୍ଣ ଆଡ଼ମିସନ୍ ପ୍ରକ୍ରିୟା ସରିନି। ଯଦି ଆମେ ଦେଖିବା କେତେ ପିଲା ଆଡ଼ମିସନ୍ କରୁଛନ୍ତି ଟୋଟାଲ୍ ଦେଖ ତୁମର ହେଉଛି ଟୋଟାଲ୍ ସିଟ୍ର ତୁମେ ଦେଖିପାରୁଥିବ ଟୋଟାଲ୍ ହେଉଛି ତୁମର 31,000 ପାଖାପାଖି ସିଟ୍, ଦେଖିଲାକୁ 15,000 ପିଲା ଥାର୍ଡ଼ ସିଲେକ୍ସନ୍ ସୁଦ୍ଧା ଆଡ଼ମିସନ୍ କରିନାହାନ୍ତି କରିବେ ଥାର୍ଡ଼ ସିଲେକ୍ସନ୍ ସୁଦ୍ଧା 15,000 ପାଖାପାଖି 15,000ରୁ ଆହୁରି କମ୍, କାରଣ ଏଇ ଯେଉଁ ବାହାରିଲା ୱେଟିଂ ଲିଷ୍ଟ ତା ପାଇଁ ମଧ୍ୟ ପିଲାମାନେ ଆଡ଼ମିସନ୍ କରିନାହାନ୍ତି। ସେ ଯାହା ବି ହେଉ ମୁଁ ଆଶା କରୁଛି ତୁମେ ସମ୍ପୂର୍ଣ୍ଣ ଜିନିଷ କ୍ଲିଅର୍ ହେଇଯାଇଥିବ। ଆମର CPET ଏଣ୍ଟ୍ରାନ୍ସର ୱେଟିଂ ଲିଷ୍ଟର କଟ୍ ଅଫ୍ କ'ଣ ରହିବ, ତାପରେ କେତେ ର୍ୟାଙ୍କ ରହିଲେ ତୁମର ଲାଷ୍ଟ ସୁଦ୍ଧା ସେକେଣ୍ଡ ଫେଜ୍ ସୁଦ୍ଧା ତୁମର ୟୁନିଭର୍ସିଟି ଅଟୋନମସ୍ ଡିଗ୍ରୀ କଲେଜ ହେବ। ମୁଁ ଆଶା କରୁଛି ତୁମେ ନିହାତି ଭାବରେ ମୋର ଏଇ ଯେଉଁ ପ୍ରେଡ଼ିକ୍ସନ୍ଟାକୁ ବୁଝିପାରିଥିବ। ଯଦି ପିଲାମାନେ ମୋ ଭିଡ଼ିଓଟାକୁ ସମ୍ପୂର୍ଣ୍ଣ ଭାବରେ ତୁମେ ବୁଝିପାରୁଛ, ମୋର ଏକ୍ସପେକ୍ଟେସନ୍ଟା ଯଦି ତୁମକୁ ଭଲ ଲାଗୁଛି ପିଲାମାନେ ମୋ ଚ୍ୟାନେଲ୍କୁ ପିଲାମାନେ ଲାଇକ୍ କରିବ, ସବସ୍କ୍ରାଇବ୍ କରିବ, ସାଙ୍ଗ ସହିତ ସେୟାର କରିବ।
आशा करुच्ची समस्ते भलरे थिबो आउ समस्तंकर भल कॉलेज रे सिलेक्शन हो। जय जगन्नाथ। वंदे उत्कल जननी।